ଅଛି କଥାଟି ବର୍ଣ୍ଣନ ଜ୍ୟେଷ୍ଠ ପୂର୍ଣ୍ଣିମା ପ୍ରଭୁଙ୍କ ପୁଣ୍ୟ ଜନ୍ମଦିନ ଅଧା ଗଢ଼ା ଦିନ ସେହି ପବିତ୍ର ଦିନରେ ଆବିର୍ଭୂତ ହୋଇଥିଲେ ଏ ଧରା ଧାମରେ ଆବିର୍ଭୂତ ହେବା ପରେ ଚତୁର୍ଦ୍ଧା ମୂରତି ମଞ୍ଚ ସ୍ନାନ କରିଥିଲେ ମଞ୍ଚ ଉପରେ ସେଥିପାଇଁ ପ୍ରତିବର୍ଷ ଜ୍ୟେଷ୍ଠ ପୂର୍ଣ୍ଣିମାରେ ସ୍ନାନ କରନ୍ତି ପ୍ରଭୁ ସ୍ନାନ ବେଦୀରେ ଜୟନାଥ ଶ୍ରୀନାଥ ଜୟ ଜଗନ୍ନାଥ ଜୟନାଥ ଶ୍ରୀନାଥ ଜୟ ଜଗନ୍ନାଥ ଜୟନାଥ ଶ୍ରୀନାଥ ଜୟ ଜଗନ୍ନାଥ ଜୟନାଥ ଶ୍ରୀନାଥ ଜୟ ଜଗନ୍ନାଥ। ପୂର୍ଣ୍ଣିମାରେ ପୁଣି ସ୍ନାନ ବେଦୀରେ ହାତୀ ବେଶ ହୋଇଥାନ୍ତି ଜଗତ ଠାକୁରେ ବରଷକେ ଥରେ ପ୍ରଭୁ ଏ ବେଶ ହୁଅନ୍ତି ଦର୍ଶନ କରି ଭକ୍ତ ଧନ୍ୟ ହୋଇଥାନ୍ତି କଳା ଦିନ କଳା ହାତୀ ବେଶ କି ସୁନ୍ଦର ଶ୍ରୀମନ୍ଦିର ଆସି ପ୍ରଭୁ ଲଗାନ୍ତି ହୁନ୍ଦର ଭକ୍ତ ପାଇଁ ଭଗବାନ ଏବେ ସବୁ ହୁଅନ୍ତି ଅପୂର୍ବ କାହାଣୀ ସେ ତ ଅଛି କି ବଲନ୍ତି।